ଆଲୋ ସଖୀ, କ'ଣ କରୁଛୁ? ତୁମେ ଆସିଗଲ ନା ରଜ? ହଁ, କାହିଁ କେତେବେଳୁ? କାହିଁ ପୂର୍ବ ଭଳି ତୁ ଆଉ ଖୁସି ଥିଲା ପରି ଲାଗୁନୁ ମୋର ଆଗମନରେ। ନା ନା ରଜ, ସେମିତି ନୁହେଁ। ତୁମେ ଆସ ନା, ବସ ଏଇ ଦୋଳିରେ। ଦେଖ ମୁଁ କେମିତି ଏହାକୁ ସଜେଇ ଦେଇଛି। ଆଚ୍ଛା ଠିକ୍ ଅଛି, ମୁଁ ବସି ଯାଉଛି। କିନ୍ତୁ ତୋର କ'ଣ ହୋଇଛି? ମୋର କ'ଣ ହବ ଯେ? ସବୁ ତୁମ ଦୃଷ୍ଟିର ଦୁର୍ବଳତା ହିଁ ଭାବୁଛି। ତେବେ କହ, ତୋ ପାଦରେ ଅଳତା କାହିଁ? ତୋ ଆଖିରେ କଜଳ କାହିଁ? ଦେଖ, କେଶ ବି ମୁକୁଳା ରଖିଛୁ। ତୋ ପାଉଁଜିର ସ୍ୱର କାହିଁକି ଶୁଭୁନି? ତୋ ହାତ ମେହେନ୍ଦିରେ ରଞ୍ଜିତ ହୋଇନାହିଁ କାହିଁକି? ନା ତୋ ଦେହରେ ନୂଆ ବସ୍ତ୍ର ଅଛି? ତୁମେ ଏସବୁ ଛାଡ଼ ନା ରଜ, ନିଅ ତୁମେ ଏଇ ପୋଡ଼ପିଠାଟିକୁ ଖାଇଦିଅ। ଦେଖ କେଡ଼େ ସୁନ୍ଦର ଦେଖାଉଛି ନା। ମୁଁ ଏଥିରେ ନଡ଼ିଆ, କାଜୁ, ଖିସମିସ୍, ଚିନାବାଦାମ ପକାଇଛି। ତୁମକୁ ପସନ୍ଦ ଆସିବ। ଆରେ ବା, ବହୁତ ବଢ଼ିଆ ଲାଗୁଛି। ଏଥିରୁ ତ ଅଳେଇଚ ଗୋଲମରିଚ ବାସ୍ନା ମଧ୍ୟ ଆସୁଛି। ନିଅ ନା ରଜ, ମିଠା ପାନ ଖାଅ। ହଁ ଖାଇବି ଯେ, କିନ୍ତୁ ତୁ ମୋର ପ୍ରଶ୍ନର ଉତ୍ତର ଦେଲୁ ନାହିଁ। କ'ଣ ବା କହିବି ରଜ? ଆଗର ମଜା ବର୍ତ୍ତମାନର ସମୟରେ ନାହିଁ। ନା ପାଖରେ ସେଇ ସାଙ୍ଗସାଥୀ ଅଛନ୍ତି। ସାଙ୍ଗସାଥୀଙ୍କ ବିନା ନା ଦୋଳି ଝୁଲିବାକୁ ମଜା ଲାଗେ, ନା ସଜ ହେବାକୁ। ହଁ ତୁ ଠିକ୍ କଥା କହୁଛୁ। ଛୋଟବେଳେ ଶୁଣିଥିଲି ସମୟ ପରିବର୍ତ୍ତନଶୀଳ, ହେଲେ ଭାବିନଥିଲି ସମୟ ଏତେ ଜଲ୍ଦି ଚାଲିଯାଏ ବୋଲି। ଦେଖ ନା, ଏବେ ସେ ଆମଠାରୁ ଖୁସି ଛଡ଼ାଇ ନେଇ ଆମକୁ କର୍ତ୍ତବ୍ୟ ପଥରେ ଅଗ୍ରସର କରାଉଛି। କର୍ତ୍ତବ୍ୟ ପଥରେ ଅଗ୍ରସର ତ ହେବାକୁ ପଡ଼ିବ ଏ ନିଶ୍ୱାସ ଥିବା ପର୍ଯ୍ୟନ୍ତ। ତା ବୋଲି ତୁ କ'ଣ ଆମ ଓଡ଼ିଆ ଜାତିର ପରମ୍ପରା ରୀତିନୀତିକୁ ଭୁଲିଯିବୁ? ଯା ଜଲ୍ଦି ଯାଇ ସଜ ହୋଇଯା। ହଉ ଠିକ୍ ଅଛି ତାହେଲେ। ଆମ ଓଡ଼ିଆ ଜାତିର ଗର୍ବ ହେଉଛନ୍ତି ଆମ ଓଡ଼ିଆ ନାରୀ। ତାଙ୍କର ପ୍ରତ୍ୟେକଟି ଶୃଙ୍ଗାର ଆମ ପରମ୍ପରାର ଗୌରବ ବଢ଼ାଇଥାଏ। ଆଉ ମୁଁ ବି ଆସେ ସେମାନଙ୍କ ରଜସ୍ୱଳା ନିୟମକୁ ଏକ ପର୍ବ ଭାବରେ ସମ୍ମାନିତ କରିବା ପାଇଁ। ଧନ୍ୟବାଦ। ଜୟ ଜଗନ୍ନାଥ।